ଥିଲା ଯେ ବାସୁଦେବପୁର ଇରମ ତ କାହିଁକି ତ ଶେଷ ପାଇଁ ନିହାତି ଦେଖନ୍ତୁ। ତ ଭାଇ ଚଲେଇଥିଲେ ଗାଡ଼ି ତ ଦେଖିପାରୁଥିବେ ଏଇଠି ଆମର ବ୍ରିଜ୍ ବନା ହେଉଥିଲା ତ ସାଇଡ଼୍ କାଟି ଗଲୁ। ତାପରେ ଦେଖିପାରୁଥିବେ ମୁଁ ମେନ୍ ରୋଡ଼ରେ ପହଞ୍ଚିଗଲି ମାନେ ଆମେ ପହଞ୍ଚିଗଲୁ। ତ ତାପରେ ମୁଁ ଚଲେଇଥିଲି ଗାଡ଼ି କାହିଁକିନା ତା ଗୋଡ଼ ହାତ ବିନ୍ଧୁଥିଲା। ତାପରେ ମୁଁ ଏଥିରେ ରହିଯାଇଥିଲୁ ଟିକେ ତାର ପଦ୍ମପୁର ମାର୍କେଟରେ ଦେଖିପାରୁଥିବେ ସଜା ହେଉଛି ରାମନବମୀ ପାଇଁ। ତାପରେ ଆମେ ପଳାଇଥିଲୁ ଇରମ ଭିତରକୁ ଦେଖିବା ଇରମ ରାସ୍ତା ବହୁତ ବୁଲାଣି ମକାଳି ରାସ୍ତା ଏଠି। ତାପରେ ଆମେ ପଳାଇ ଆସିଲୁ ଦେଖିବା ଏଇଟା ହେଉଛି ରକ୍ତପୀଠ ଯେଉଁଠିକି ଆମ ବଡ଼ ବଡ଼ ଲୋକମାନେ ଶହୀଦ ହେଇଥିଲେ। ତାପରେ ଆମେ ପଳାଇ ଆସିଲୁ ଆମର ଯେଉଁଠି କାମ ଥିଲା ମାନେ ମେଡ଼ିକାଲକୁ ଆସିଥିଲୁ। ବହୁତ ପୁରୁଣା ମେଡ଼ିକାଲ ବହୁତ ପୁରୁଣା ରୋଗ ବି ଏଠି ଭଲ ହୁଏ। ଦେଖିପାରୁଥିବେ ଆମ କାମ ସରିଲା ପରେ ପଳେଇ ଆସିଛୁ ତାଙ୍କ ଗାଁ ବୋଟୁ। ଦେଖିବା ତାଙ୍କ ଗାଁରେ ଆଜି ପୂଜା ଚାଲିଥିଲା ମାଆଙ୍କର ଆଜି ପୂଜା ଥିଲା। ଦେଖି ସାରିଲା ପରେ ଦେଖିବା ଏଇଠି ହେଉଛି ଆମର ବୋଟ୍ ସବୁ ରହିଛି। ଏଇଠୁ 5 କିଲୋମିଟର ଦୂର ସମୁଦ୍ରଟା ଆମର ଟାଇମ୍ ହେଇଥିଲା ତ ସେଥିପାଇଁ ଯାଇପାରିନଥିଲୁ। ଦେଖି ଆସିଲା ବେଳକୁ କଙ୍କଡ଼ା ଦେଖାହେଲା। କଙ୍କଡ଼ାକୁ ନେମେ ବୋଲି ଭାବୁଥିଲି କିନ୍ତୁ ନେଇପାରିଲୁନି କାହିଁକିନା ଆଜି ଥିଲା ଗୁରୁବାର। ତାପରେ ପଳେଇଥିଲୁ ଇରମକୁ ଛାଡ଼ିକି ଇରମ ବାସୁଦେବପୁର ମାର୍କେଟ ଏଇଟା। ତ ମାର୍କେଟ ପରେ ଆସିଲୁ ଆମେ ଖାଇବା ପାଇଁ ଦେଖିପାରୁଥିବେ ଆମ ଶ୍ୱଶୁରଜୀ ଆଉ ବଡ଼ଉ। ତାପରେ ବରା ପିଆଜି ସେ ଖାଇଲେ। ଖାଇସାରିଲା ପରେ ଭିଡ଼ିଓଟା ଯଦି ଭଲ ଲାଗିଥିବ ତାହେଲେ ଲାଇକ୍ଟାକୁ ବଢ଼ାଇ ଦେବେ ଆଉ ଫଲୋ ବଟନ୍ଟା ଫଲୋ କରିଦେବେ।